ମା। ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତାର ହେବ, ମାଙ୍କର କରୁଣା ଓ ଅଭୟ ସେତେ ହିଁ ଘେରି ରହିବ। ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ? ଏହି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ। ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମ ପଥରେ ତୁମେ ଚାଲି ଯାଇପାରିବ। କାରଣ ସେ ପଥ ହେଲା ମାଙ୍କର। ଏହି ଜଗତରେ ହେଉ ବା ଅଦୃଶ୍ୟ ଜଗତ ସମୂହରେ ହେଉ, କୌଣସି ଶତ୍ରୁ ଶକ୍ତି ତାହା ଯେତେ ଶକ୍ତିଶାଳୀ ହେଉନା କାହିଁକି ତୁମକୁ ସ୍ପର୍ଶ କରିପାରିବ ନାହିଁ। କୌଣସି ବିଭୀଷିକା ତୁମ ଚିନ୍ତାର କାରଣ ହୋଇପାରିବ ନାହିଁ। ଏହି କରୁଣାର ସ୍ପର୍ଶରେ, ସଙ୍କଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ, ଦୁର୍ବଳତା ଅମୋଘ ସାମର୍ଥ୍ୟରେ ପରିଣତ ହୁଏ। କାରଣ ଦିବ୍ୟ ଜନନୀଙ୍କର ଅନୁକମ୍ପା ହେଲା ପରମେଶ୍ୱରଙ୍କ ଅନୁମତି। ଏବେ ହେଉ ବା ପରେ ହେଉ, ତାହାର ଫଳ ସୁନିଶ୍ଚିତ, ପୂର୍ବ ନିର୍ଦ୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ। ମା। ଆମେ ଆରମ୍ଭ କରିବା ଚିରନ୍ତନୀ ବହିର ପୃଷ୍ଠା 85। ଜଣେ ଇଚ୍ଛା କରି ଦୁର୍ବଳ ହୋଇଥାଏ। ଜଣେ ଇଚ୍ଛା କରି ଦୁର୍ବଳ ହୋଇଥାଏ। ମା ଲେଖୁଛନ୍ତି, କୌଣସି ଦୋଷ ଦୁର୍ବଳତା ହାତରେ ନିଜକୁ ଅସହାୟ ଭାବେ ଛାଡ଼ିଦେବା କିମ୍ବା ତା କବଳରେ ନ ପଡ଼ିବା ପାଇଁ ସଂକଳ୍ପ କରିବା, ଏ ଦୁଇଟି କଥାରୁ ଗୋଟିଏ କଥାକୁ ବାଛି ନେବାରେ ଜଣଙ୍କର ସ୍ୱାଧୀନତା ରହିଛି। ସବୁବେଳେ ତୁମ ପାଖକୁ ସେଇ ଉଚିତ ମୁହୂର୍ତ୍ତଟି ଆସିଥାଏ, ଯେତେବେଳେ କି ତୁମେ ଏପଟ ବା ସେପଟ ପାଇଁ ସିଦ୍ଧାନ୍ତ ନେଇପାରିବ। ସାଧାରଣ ବ୍ୟାପାରରେ ବି, ଉଦାହରଣ ସ୍ୱରୂପ, ତୁମେ ତୁମର ଗୋଟିଏ ପ୍ରବେଗ ହାତରେ କ୍ରୀଡ଼ନକ ହେବ ବା ତାକୁ ପ୍ରତ୍ୟାଖ୍ୟାନ କରିବ। ଏଥିପାଇଁ ତୁମ ହାତରେ ଯଥେଷ୍ଟ ସମୟ ଥାଏ। ନିଶ୍ଚିତ ଭାବେ କେତୋଟି ମିନିଟ ଅନ୍ତତଃ ତୁମ ହାତରେ ଥାଏ। ସେତିକି ବେଳେ ତୁମେ ଦୁର୍ବଳ ଭାବେ ନିଜକୁ ସମର୍ପି ଦେବ କିମ୍ବା ଏକ ସଂଯମକ ସଂକଳ୍ପକୁ ଦୃଢ଼ ଭାବରେ ଧରି ରଖିବ। ଯଦି ତୁମର ସଂକଳ୍ପଟି ପରିଷ୍କାର ଥାଏ, ଯଦି ଏହା ସତ୍ୟ ଉପରେ ପ୍ରତିଷ୍ଠିତ ଥାଏ, ସତକୁ ସତ ଯଦି ଏହା ସତ୍ୟକୁ ମାନିବାକୁ ଚାହେଁ ଏବଂ ଏହା ଖୁବ୍ ପରିଷ୍କାର, ତେବେ କୌଣସି ମନ୍ଦ ଗତିବିଧିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସେହି ସଂକଳ୍ପର ଯଥେଷ୍ଟ ସାମର୍ଥ୍ୟ ରହିବ। ତୁମେ ଯେତେବେଳେ କୁହ ଯେ ମୁଁ ଏହା ପାରିଲି ନାହିଁ, ସେତେବେଳେ ତୁମେ ଏକ ଆନନ୍ଦର ଆଶ୍ରୟ ନେଇଥାଅ। ଏହା ଆଦୌ ସତ ନୁହେଁ। ଏଥିରୁ ଏହା ହିଁ ଜଣାପଡ଼ୁଛି ଯେ ତୁମେ ଠିକ୍ ମାର୍ଗରେ ତାହା କରିବାକୁ ଚାହିଁନାହଁ। କାରଣ କୌଣସି କଥାକୁ ହଁ ବା ନା କହିବା ପାଇଁ ତୁମର ଯଥେଷ୍ଟ ସ୍ୱାଧୀନତା ଅଛି। ତୁମେ ଦୁଇଟାରୁ ଗୋଟିଏ ସ୍ୱାଧୀନ ଭାବେ ନିଶ୍ଚୟ ନିର୍ବାଚନ କରିପାର। କିନ୍ତୁ ଜଣେ ଦୁର୍ବଳ ହେବାକୁ ବାଛିନିଏ ଏବଂ ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ କହେ ଯେ ଏହା ମୋର ଦୋଷ ନୁହଁ, କିନ୍ତୁ ସେହି ମନ୍ଦ ପ୍ରବୃତ୍ତିଟି ମୋ ଠାରୁ ବଳୁଆ ପଡ଼ିଗଲା। ଯଦି ସେହି ମନ୍ଦ ପ୍ରବୃତ୍ତିଟି ତୁମଠାରୁ ବଳଶାଳୀ ହୋଇଯାଉଛି, ତେବେ ସେ ଦୋଷ ନିଶ୍ଚିତ ଭାବେ ତୁମର। କାରଣ ତୁମର ଭାବିବା ଉଚିତ ଯେ ସେହି ପ୍ରବେଗ ଗୁଡ଼ିକ ତୁମେ ନୁହଁ। ତୁମେ ଗୋଟିଏ ସଚେତନ ଆତ୍ମା ଏବଂ ଏକ ବୁଦ୍ଧିଚାଳିତ ସଂକଳ୍ପ। ତୁମର କର୍ତ୍ତବ୍ୟ ହେଲା ତୁମେ ସର୍ବଦା ସଚେତନ ରହିବ ଯେ ତୁମର ସଚେତନ ଅନ୍ତରାତ୍ମା ହିଁ ତୁମକୁ ଶାସନ କରିବା ଉଚିତ। ତୁମର ନିମ୍ନ ପ୍ରକୃତିରୁ ଉଦ୍ଭୂତ କୌଣସି କୁତ୍ସିତ ପ୍ରବେଗ ହାତରେ ତୁମେ କ୍ରୀଡ଼ା ପୁତଳିକା ହେବା ଉଚିତ ନୁହେଁ। ଜଣେ ଇଚ୍ଛା କରି ଦୁର୍ବଳ ହୋଇଥାଏ। କୌଣସି ଦୋଷ ଦୁର୍ବଳତା ହାତରେ ନିଜକୁ ଅସହାୟ ଭାବେ ଛାଡ଼ିଦେବା କିମ୍ବା ତା କବଳରେ ନ ପଡ଼ିବା ପାଇଁ ସଂକଳ୍ପ କରିବା, ଏ ଦୁଇଟି କଥାରୁ ଗୋଟିଏ କଥାକୁ ବାଛି ନେବାର ଜଣଙ୍କର ସ୍ୱାଧୀନତା ରହିଛି। ସବୁବେଳେ ତୁମ ପାଖକୁ ସେଇ ଉଚିତ ମୁହୂର୍ତ୍ତଟି ଆସିଥାଏ, ଯେତେବେଳେ କି ତୁମେ ଏପଟ ବା ସେପଟ ପାଇଁ ସିଦ୍ଧାନ୍ତ ନେଇପାରିବ। ଆମେ ପଢୁଥିଲେ ଯେ ତୁମେ ବେଳେବେଳେ ନିଜର ଦୋଷକୁ ଲୁଚେଇବା ପାଇଁ ଆମେ ଆମର ବା ଦୁର୍ବଳତାକୁ ଲୁଚେଇବା ପାଇଁ ଆମେ ବେଳେବେଳେ କଣ କରନ୍ତି, ଏକ୍ସକ୍ୟୁଜ ନିଅନ୍ତି। ତେଣୁ ସେତେବେଳେ ଆମେ ପଢିଲେ, ମା ଲେଖିଲେ ଯେ ତୁମେ ତୁମର ଦୋଷ ଦୁର୍ବଳତାକୁ ଲୁଚାଅ ନାହିଁ। ଯଦି ଦୋଷ ଦୁର୍ବଳତା ତୁମ ପାଖରେ ପରିପ୍ରକାଶ ହଉଛି, ତାହେଲେ ତାକୁ
आलोक सम्मुख को नियो ताको संशोधन कर ताहले तुमर अग्रगति हबो एवं तुमे अधिक रु अधिक मांकर निकटतर हबो नचेत कौन हबो जदि दोष दुर्बलता हाथ में निजक छाड़ीदेल असह्य भावे ताहले तुमे धीरे 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 माँ और तुम भितर एक विराट परदाटे सृष्टि कर धीरे धीरे से परदा एपरी हो जाए एक लुहा प्राचीर सदृश हो जाए जमती लुहा कबाट तुम आ माँ भितर तुम्हें ठिया कर दियो तेणु जितेबाला दोष दुर्बलता तुम भितर आसूची तुम्हें ताकू संशोधन करने निश्चय प्रचेषा कर अज्ञानता व अंधकार भितर को बुड़ी न जाए ताकू संशोधन कर अग्रगति पदक्षेप एक भी पढ़ी आम जे जेते बेले आम दोष दुर्बलता को ठीक बोली बा यथार्थ बोली प्रतिपादित करने को जाउछंती ताहले बा भूल को भूल बोली जानी सुधा आम आक्षरिक भाव चिरंतन पढ़ी या जे भूल को भूल बोली जानी सुधा जदि आम करूचंती ताहले जेपरी कथाटी हम यहीपरी जमती दीपटीए जलुला ताकू लिभेई देल ताने चारिआडे पुणी अंधकार घोटी आसला ताने अंधकार को तुम डाकी आनल तेणु आम से दिन संकल्प करवा जे आम भितर जो भूलटा मुझे जानी सारे से भूल आउ करी ना जो दोष दुर्बलता मो भितर अच्छी ता ऊपर मु विजय हासिल करी एवं एक कथा भी आम पढ़ी जे प्रत्येक व्यक्ति सामर्थ्य जेतिकी तार चेतनार अग्रगति जेतिकी हेची ताठार आउ टिके अधिक अग्रगति करबा पई तार सामर्थ्य अनुसार ही तार चतुर्पार्श्वर परिवेश परिस्थिति प्रस्तुत होता है तेणु आमर सामर्थ्य रही एवं एक कथा मध्य आमे पढ़िले माले कहउचंती बारंबार जणे जेतेबेले तार दुर्बलता उपरे बा ता भूल उपरे बा ता अज्ञता उपरे विजय हासिल करबा पई संकल्प करे सेतेबेले भगवत कृपा ता सहित रही थाए तेणु तार सामर्थ्य अनेक गुण बढ़ीगला कहीं भगवत कृपा जिते ताकू साहाय्य करुचंती जने किंतु कंडीशन कौन थिला से संकल्प करुथिबो आस्पृहा करुथिबो ताकू संशोधन करिया पई आस्पृहा करुथिबो ताठारु ऊर्ध्वतन अवस्था को जीवा पई अग्रगति करिवा पई यदि आस्पृहा करुथिबो चेष्टा करुथिबो ताहले भगवत कृपा ताकू माने फुल दम रे जेते तार आवश्यक ताठारु अधिक भी ताकू सामर्थ्य ता पाखरे आनी दियंती जेपरी से ताकू अग्रगति करी बा ता ऊपर विजय हासिल करि परिबो तेणु एक कथा कही जने कहि परिबो नाही जे दोष दुर्बलता ऊपर से विजय हासिल करिवो बा करि परिबो नाही बा करिवा ता द्वारा संभव नु सेति पे कंडीशन हला जने संकल्प करिवो एवं भगवत कृपा ता सहित रहिबो तेणु तार सामर्थ्य बहुत गुणा बढ़ी जीवो एवं से निश्चय अग्रगति करिवो तेणु माँ ताकू आ गोटे रहस्य कथा कहउचंती जे जनक पाखरे जेतेबेले गोटे दोष बा गोटे दुर्बलता ता पाखरे जेतेबेले थाए बा जेते मुंड टेके से दोष दुर्बलता कबल रे से पड़िबो कि नाही बा से दोष दुर्बलता द्वारा कबलित होई सेई कामटी को से असहाय भावे करिवो किंबा ताठारु मुक्त हबो एथिपाई मनुष्य को स्वाधीनता दिया एवं से मुहूर्त रे ताकू बाछिबार स्वाधीनता मध्य दिया जाई थाए एटा मन रखंतु यह होची एक विश्व जागतिक सत्य तामाने प्रत्येक व्यक्ति पाखरे गोटे स्वाधीनता रही से जो दोष बा जो दुर्बलता ता द्वारा कबलित हब कि न हब तामाने आमे जेतेबेले भी दोष दुर्बलता द्वारा कबलित होउचंती जे कौन सी दोष दुर्बलता होना कहीं आसक्ति जनित हो अभाव जनित हो प्रकृति जनित हो जे कौन सी जनित हो आमे कहवा परिस्थिति रे पड़ी कली मु कौन करी ये तो प्रकृति रे रही ये तो विश्व प्रकृति रु आसुची जीए जे कौन सी प्रकार प्ली दौना कहीं
ମନେ ରଖିବା ଉଚିତ। ମା ଏଠି ଯାହା କହୁଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିକୁ ଗୋଟେ ସ୍ୱାଧୀନତା ଦିଆଯାଇଛି, ସିଏ କୋଉଟା ବାଛିବ। ବେଳେ ବେଳେ ଆମେ ସବୁବେଳେ କଣ କରୁ, ମୁଁ କଣ କରିବି, ମତେ ତ ଏହା କରିବାକୁ ପଡୁଛି ଆଉ, ତାମାନେ ସିଏ ସେଥିରୁ ମୁକ୍ତ ହବା ପାଇଁ ସଂକଳ୍ପ କରିନାହିଁ। ସେଥିପାଇଁ କହୁଛନ୍ତି ସବୁବେଳେ ତୁମ ପାଖକୁ ସେଇ ଉଚିତ ମୁହୂର୍ତ୍ତଟି ଆସିଥାଏ ଯେତେବେଳେ କି ତୁମେ ଏପଟ ବା ସେପଟ ପାଇଁ ସିଦ୍ଧାନ୍ତ ନେଇପାରିବ। ତେଣୁ ଇଏ ହେଲା ଏକ ବିଶ୍ୱ ଜାଗତିକ ସୂକ୍ଷ୍ମ ସତ୍ୟ। ତେଣୁ ମା ଲେଖୁଛନ୍ତି ଉଦାହରଣ ସ୍ୱରୂପ, ତୁମେ ତୁମର ଗୋଟିଏ ପ୍ରବେଗ ହାତରେ କ୍ରୀଡ଼ନକ ହବ କି ତାକୁ ପ୍ରତ୍ୟାଖ୍ୟାନ କରିବ, ଏଥିପାଇଁ ତୁମ ହାତରେ ଯଥେଷ୍ଟ ସମୟ ଥାଏ। ଲେଖୁଛନ୍ତି ନିଶ୍ଚିତ ଭାବେ କେତୋଟି ମିନିଟ ଅନ୍ତତଃ ତୁମ ହାତରେ ଥାଏ। ତାମାନେ କୌଣସି ପ୍ରବେଗ ବା ପ୍ରବୃତ୍ତି ମତେ ବେଳେ ବେଳେ ଆମେ ଆମେ କହୁନା ମୋ ଅବଚେତନ ଭିତରୁ ଆମେ ସବୁ ଶୁଣିଛନ୍ତି, ତେଣୁ କହିଦଉ ଯେ ମୋର ଅବଚେତନ ଭିତରୁ ଏ ଉପରକୁ ଉଠି ଆସିଲା ଏବଂ ମତେ କବଳିତ କରି କାର୍ଯ୍ୟଟି କରି ନେଇ ଚାଲିଗଲା, ମୁଁ ଜାଣିପାରିଲି ନାହିଁ। ଏମିତି ହୁଏ, କିନ୍ତୁ ଯୋଉ ଜାଣିପାରିଲି ନାହିଁ ଯୋଉ କଥାଟି ଆମେ କହୁ, ସେଇଟା ମିଛ, ସେଇଟା ମିଛ। ମା ଲେଖିଲେ ଯାହା ଯେ ତୁମ ହାତରେ ନିଶ୍ଚିତ କେତୋଟି ମିନିଟ ଥାଏ ଏବଂ ସେଇ ସମୟ ଭିତରେ ତୁମକୁ ବାଛିବାକୁ ପଡିଥାଏ। ସେଥିପାଇଁ ଲେଖୁଛନ୍ତି ସେତିକି ବେଳେ ତୁମେ ଦୁର୍ବଳ ଭାବେ ନିଜକୁ ସମର୍ପି ଦବ କାହା ପାଖରେ, ଦୋଷ ଦୁର୍ବଳତା ପାଖରେ, ନା ସଂଯମକ ସଂକଳ୍ପକୁ ଦୃଢ ଭାବରେ ଧରି ରଖିବ। ଏଇ ଫ୍ରିଡମଟି ଦିଆଯାଇଛି ଏବଂ ଏଇ ସୁଯୋଗଟି ମଧ୍ୟ ଦିଆଯାଏ, ତମେ ହଁ ମାରିବ କି ନା କହିବ। ମୋର ତ ସେ ଅଭିଜ୍ଞତା ନାହିଁ, ମୁଁ ଜାଣିନି। ଗୋଟେ ଏକ୍ଜାମ୍ପଲ ମାମୁଁ କୁହନ୍ତି, ବେଳେ ବେଳେ ଯୋଉ ଅଶରୀରୀ ସତ୍ତା, ଯୋଉମାନେ ପ୍ରାଣିକ ସତ୍ତା ଗୁଡିକ ବୁଲୁଥାନ୍ତି, ସେମାନେ ଯେତେବେଳେ କୌଣସି ମଣିଷକୁ ଯେତେବେଳେ କବଳିତ କରିବାକୁ ଚେଷ୍ଟା କରନ୍ତି, ମାମୁଁ କୁହନ୍ତି ଯେ ସିଏ ଯଦି ସେଇ ସମୟରେ ତୁମର ମନ ଆକ୍ଟିଭ ହେଇଗଲା, ମାଇଣ୍ଡ ଆକ୍ଟିଭ ହେଇଗଲା ଏବଂ ସିଏ ନା କହିଲା, ନା ମୁଁ କବଳିତ ହେବି ନାହିଁ, ତାହେଲେ ସିଏ ଆଉ ତୁମକୁ ଧରି ପାରିବନି। କୁହନ୍ତି ବେଳେ ବେଳେ ସିଏ ଯେତେବେଳେ ତୁମକୁ କବଳିତ କରିବାକୁ ଯାଉଛି, ସେତେବେଳେ ଜଣେ ଜାଣିପାରେ ଯେ କିଏ ଗୋଟେ ତାକୁ ଅଧିକାର କରିବାକୁ ଯାଉଛି। ସେଇ ମୁହୂର୍ତ୍ତରେ ଯଦି ସେ ଜାଣିପାରିଲା ଯେ ମତେ କିଏ ଗୋଟେ ଅଧିକାର କରିବାକୁ ଯାଉଛି ଏବଂ ସିଏ ନା କହିଦେଲା, ତାହେଲେ ସିଏ ଯୋଉ ପ୍ରାଣ ସତ୍ତାଟି ତାକୁ ଅଧିକାର କରିବାକୁ ଆସିଥିଲା ଆଉ ତାକୁ ଅଧିକାର କରିପାରିବ ନାହିଁ, ଛାଡିକି ଚାଲିଯିବ। ଆମ ଭିତରେ ଯେମିତି ଯେତେବେଳେ ଯୋଉ ପ୍ରବୃତ୍ତି ଆସୁଛି, ଆମେ ଯୋଉ ଭୁଲ ଆମେ କହୁଛେ ନା ପ୍ରକୃତି ହାତରେ ଆମେ କଣ କରିବା, ଆମେ ତ କଣ୍ଢେଇ ଭଳିଆ ଖେଳୁଛୁ, କହନ୍ତିନି ଯେ ମଣିଷ ପ୍ରକୃତି କୁହାଯାଏ ଯେ ଯିଏ ଧରା ପୃଷ୍ଠ ଯିଏ ଜନ୍ମଗ୍ରହଣ କରିଛି ସିଏ ଦେବ କଣ କହନ୍ତି, ମଣିଷ ଗାଈ ଜେଣିକି ଅଡାଏ ତେଣିକି ଯାଏ। ତାମାନେ ଏଇଟାକୁ ପ୍ରାୟତଃ ଲୋକେ ଏଇ ଭାବରେ କୁହନ୍ତି ଯେ ଭାଗ୍ୟ ହାତରେ ବା ଦେବତାଙ୍କ ହାତରେ ମଣିଷର ଭାଗ୍ୟ ଦୌଡି ଅଛି, ତେଣୁ ମଣିଷ ଗାଈ ଭଳିଆ ବନ୍ଧା ହେଇଛି ସେ ଦୌଡିରେ, ତେଣୁ ଯୁଆଡେ ସିଏ ଅଡେଇଲେ ସିଆଡେ ଗଲେ। ଏଇଟା ଭୁଲ କଥା। ସମସ୍ତଙ୍କ ପାଖରେ ଏକ ସ୍ୱାଧୀନତା ଦିଆଯାଇଛି, ତୁମେ କୋଉଟାକୁ ବାଛିବ। ହଁ, ତୁମେ ଯଦି ଏବେ ବି ସେଇ ପଶୁ ସଦୃଶ ମନ ତୁମର ଆକ୍ଟିଭ ହେଇନାହିଁ, ତାକୁ କାର୍ଯ୍ୟ କରିବାକୁ ଦଉନାହ, ସେଇ ପଶୁ ସଦୃଶ ପ୍ରବୃତ୍ତି ଦ୍ଵାରା ପରିଚାଳିତ ହେଇ ଚାଲିଛ, ତାହେଲେ ତୁମର ମାଇଣ୍ଡ ଯେତେବେଳେ ଆକ୍ଟିଭ ନାହିଁ, ତେଣୁ ତୁମେ ଜାଣିପାରି ନଥାଅ ଯେ ତୁମ ପାଖରେ ବି ଗୋଟେ ସମ୍ଭାବନା ଅଛି ନା କହିବାର। ତେଣୁ ଆମେ ମନେ ରଖିବା, ଆମେ ଯଦି ସେଇ ପ୍ରକାର ସ୍ଥିତିରେ ଅଛନ୍ତି, ତାହେଲେ ମାଙ୍କୁ ପ୍ରାର୍ଥନା କରିବା ଯେ ମା, ମୁଁ ଏମିତି ଏକ ସ୍ଥିତିରେ ରହିଛି ଯେ ମୁଁ ନିଜେ ଜାଣିପାରୁନି, ମତେ ସେ ପ୍ରବେଗଟି କ୍ରୀଡ଼ନକ କରି ନେଇଯାଉଛି। ଯିଏ ଟିକେ ବି ପ୍ରଚେଷ୍ଟା କରିବାକୁ ଆରମ୍ଭ କରିବ, ତେବେ ତା ପାଖରେ ଏକ ସୁଯୋଗ ଆସି ପହଞ୍ଚିବ, ସେ ତାକୁ ପ୍ରତ୍ୟାଖ୍ୟାନ କରିବ ବା ସଂଯମକ ହେଇ ସଂକଳ୍ପକୁ ଦୃଢ ଭାବରେ ଧରି ରଖି ତା ବିରୁଦ୍ଧରେ ଠିଆ ହବ, ନା ସେଇ ଦୁର୍ବଳତା ହାତରେ ବା ଦୋଷ ହାତରେ ନିଜକୁ ସମର୍ପଣ କରିଦେବ। ମା ଲେଖୁଛନ୍ତି
जदि तुमर संकल्पटी परिष्कार थाए, जदि यह सत्य उपरे प्रतिष्ठित थाए, सत को सत जदि यह सत्य मानिबा को चाहे एवं यह खूब परिष्कार। देखो केते उपमा मां को दवा को पड़ला, माने विश्लेषण पर विश्लेषण विश्लेषण देखो कहउछन तमर संकल्पटी परिष्कार थिबो। आम बेले बेले दीटा ना रे गोड़ देथाउ कौन आमे टिके शुणी देले इच्छा हैला संकल्प कले ना ना मु आ एमती से प्रवृत्ति द्वारा परिचालित हेबी नाही, किंतु सेपटरे आर पटरे टिके इच्छा थब आउ जहाँ भी हेले मते टिके लोक भलो कहबे ना, न कहले केमति हब मते मोर गोटे निजर किछि गोटे रहइबो ना नाही, ना रहले केमति हब मते टिके लोक मानिबे, मानिबा कथा ना सम्मान देबे ना, मते टिके लोक भल पाइबे। हमर तो आम जानते प्रत्येक मनुष्य भितर एक प्रकृति थाए जे लोके ताको भल कहतु, लोके ताको भल पातु, ये सब जिनस भी थाए। तेणु से लिखुं जदि तुम संकल्पटी परिष्कार होता दरकार एवं से संकल्पटी सत्य उपर प्रतिष्ठित थिबा दरकार। से दिन आम जिन कथा होतिले सी ऑर्डर देले कौन आज ठारू आउ बलि दिया जीव नाही। प्रकृत रे सेठी से बलि प्रथार विरोध रे नथिले, जेहेतु तांकर दांत आउ नाही खाई परिबेनी तेणु सी कहले बलि प्रथा बंद करा जाऊ। तामाने एठी तांकर संकल्प ही नाही, तेणु संकल्पटी परिष्कार थिबा दरकार। ता देरे बेले बेले लोक संकल्प करती कौन पाई देखो मु जदि भल काम करे, मु जदि धरा जाऊ ठीक समय रे उठिबी, ठीक समय रे खाइबी, सब सब ठीक ठीक समय रे कहबी, ताहले लोक मते कौन कहबे जा हो ये गोटे पिला, ये गोटे लोक साधु लोक तार कोउथिरे नाही, एई समय टाइम माने टाइम, एई समय या करिवो से समस्या करिवो। मोर जदि मु समय ज्ञान सहित सचेतन हे काम करूची को उद्देश्य रे ना मोर संकल्प होची कौन मते लोक भल कहबे, मते लोक साधु बोली कहबे, ताले संकल्पटी सेठी परिष्कार नाही। तामान सेठी कौन हैला नहीं तमर पंक्चुअलिटी हवा ठीक, जो समय जो काम करवा कथा से काम करवाटा ठीक, किंतु उद्देश्य कौन रही, उद्देश्य जदि रही लोक मते भल कहतु ताले संकल्पटी सेठी परिष्कार न। संकल्प हब कौन माँ कहते समय मो हाथ कहीं माँ को कार्य करने मते गोटे निज निज श्रृंखला दरकार, तो मुझे श्रृंखला रही श्रृंखला रहा समय रे जीवी, समय रे जीवी तेणु मोर संकल्प है माँ को परिप्रकाश करी, माँ को श्रृंखला रही से श्रृंखला अनुसार समय अनुवर्तित हवा ठीक समय ठीक काम करेंगे एटा तो जरूरी करी। तेणु यहीटा है कौन संकल्पटी परिष्कार एवं सत्य उपर प्रतिष्ठित है, निज को प्रतिष्ठित न करी सत्य को प्रतिष्ठित कले। सत को सत जदि यह सत्य मानिबा को चाहे पुणी आउ थे लोग सत को सत तमें चाहूच तो सत्य को मानिया ना देखा ना निजर प्रतिष्ठा बढ़ावा। तेणु मन रखा उचित एगुड़ा सब बाहर को सीना तमे देखे हब किंतु सूक्ष्म रे भगवती शक्ति भगवती पाखे तुम कौन लुचई पार, लुचई पार ना एवं निजर प्रकृति निजर सामर्थ्य निज भितर तमें कौन लुचे। तेणु माँ कहते सत को सत जदि तुम सत्य मानिया चाहूब ताले खूब परिष्कार कथा कौन ना कौन सी मंद गतिविधि को प्रत्याख्यान करने से संकल्पर यथेष्ट सामर्थ्य रहिबो। तामाने संकल्प जदि परिष्कार हो गला तेबे से इटसेल्फ आम भितरे सामर्थ्यवान हो गला से ता दोष दुर्बलता विरुद्ध ठिया पारि। तुमे जेतेबेले कुह जे मु एहा पारिली नाही
ଏହା ଆଦୌ ସତ ନୁହେଁ। ମା ସେଥିପାଇଁ କହୁଛି ଏଇଟା ଜମା ଠିକ ନୁହଁ। ମୁଁ ପାରିଲି ନାହିଁ ନୁହଁ, ତମେ ତା ଦ୍ଵାରା ତା ପ୍ରତି ଟିକେ ଦୁର୍ବଳତା ଥିଲା, ସେଇଟାକୁ ବେଳେ ବେଳେ ଆମେ ଆମର ଦୁର୍ବଳତାକୁ ଆମେ ଚାହୁଁ, ସେଇ ଚାହିଁବାଟା ଆମ ଭିତରେ ଟିକେ ଥିଲା, ତୁମେ ତାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସତରେ ଚାହିଁନ। ସେଥିପାଇଁ ସେତେବେଳେ ତୁମେ ଏକ ଆନନ୍ଦର ଆଶ୍ରୟ ନେଇଥାଅ। ଦେଖୁନ, ମୁଁ ଏହା ପାରିଲି ନାହିଁ, ସେତେବେଳେ ତମେ ମା କହୁଛନ୍ତି ଯଦି ହିଡିନ୍ ସତ୍ୟ ଦେଖାଯାଏ, ତୁମ ଭିତରେ କୌଣସି ଏକ ସତ୍ତା ଥାଏ, ସେ ଏଇ କଥା କହିକିରି ଆନନ୍ଦିତ ଅନୁଭବ କରେ। ମୋ ଭଳିଆ ଦୁର୍ବଳ ବ୍ୟକ୍ତି ମତେ କଣ ଭଗବାନ କୃପା କରିବେ, ଇଏ ବି ଗୋଟେ ଅହଙ୍କାର, ବିନମ୍ରତା। ଓହୋ କି ବିନମ୍ର, ଏ ବିନମ୍ରତା ଭିତରେ ଅହଙ୍କାର ଲୁଚି ରହିଛି। ତେଣୁ ସେଇଭଳିଆ ଯେତେବେଳେ ଜଣେ ବ୍ୟକ୍ତି କହେ ଯେ ମୁଁ ଏହା ପାରିଲି ନାହିଁ, ସେତେବେଳେ ତା ଭିତରେ ଏକ ଭାବ ଥାଏ, ଏକ ସତ୍ତା ଥାଏ, ଯିଏ କି ସେଥିରୁ ସେ ଆନନ୍ଦ ପାଏ। ଯେ ପାରିଲି ନାହିଁ ବୋଲି କହିଦେଲେ ଲୋକ କହିବେ ହଁ ସେ କେତେ ଚେଷ୍ଟା କରୁଛି, ପାରୁନାହିଁ। ଏହା ଆଦୌ ସତ ନୁହେଁ। ତୁମେ ପାରିଲି ନାହଁ ବୋଲି ଯୋଉ କହୁଛ ସେଟା ଏକ ଭୁଲ କଥା। ତୁମେ ପାରିଲି ନା ନୁହଁ, ତମେ ଚେଷ୍ଟା କରିନାହ। ସେଥିପାଇଁ କହୁଛି, ମା କହୁଛି ଏଇଥିରୁ ଏହା ହିଁ ଜଣା ପଡୁଛି ଯେ ତୁମେ ଠିକ ମାର୍ଗରେ ତାହା କରିବାକୁ ଚାହିଁନାହ। କାରଣ କୌଣସି କଥାକୁ ହଁ ବା ନା କହିବା ପାଇଁ ତୁମର ଯଥେଷ୍ଟ ସ୍ୱାଧୀନତା ଅଛି। ମା ପୁଣି ଆଉଥରେ କହୁଛି, ତୁମେ ଦୁଇଟାରୁ ଗୋଟିଏ ସ୍ୱାଧୀନ ଭାବେ ନିଶ୍ଚୟ ନିର୍ବାଚନ କରିପାର। ସବୁବେଳେ ଅପସନ ଦିଟା ତମ ପାଖରେ ରହିଛି। ସେତେବେଳେ ଜଣେ କଣ କରେ, ଦୋଷ ଦୁର୍ବଳତାକୁ ଯଦି ବାଛି ନେଇଗଲା, ଯଦି ଯେତେବେଳେ ଜଣେ ନିଜର ଦୁର୍ବଳ ହବା ପାଇଁ ବାଛି ନିଏ, ସେତେବେଳେ ହିଁ ସେ କଣ କରେ, ଦୁର୍ବଳତାକୁ ଘୋଡେଇବାକୁ ଚେଷ୍ଟା କରେ। ଭାଇସ୍ ବର୍ସା ଇଜ ଟ୍ରୁ। ଜଣେ ଯେତେବେଳେ ଦୁର୍ବଳତାକୁ ଘୋଡେଇବାକୁ ଯାଉଛି, ତା ମାନେ ଆମେ ଜାଣିବା ଉଚିତ ଯେ ମୁଁ ଯଦି ଦୁର୍ବଳତାକୁ ଘୋଡଉଛି, ତା ମାନେ ମୁଁ ଦୁର୍ବଳ ହବାକୁ ବାଛି ନେଲି। ତେଣୁ ମୁଁ ସେଇ ଦୋଷ ଦ୍ଵାରା କବଳିତ ହେଇଗଲି। ତା ମାନେ ମୁଁ କଣ କଲି, ଦୀପଟିକୁ ଲିଭାଇ ଦେଲି। ତା ମାନେ ମୋର ଅଜ୍ଞାନତା ଅନ୍ଧକାର ଭିତରେ ପଡି ରହିବା ପାଇଁ ମୁଁ ନିଜେ ନିଜେ ବାଛି ନେଲି। କିନ୍ତୁ ଆମେ କହୁ କଣ, ଯେ ଏଇଟା ମୋ ଦୋଷ ନୁହଁ, ମତେ ସେ ମନ୍ଦ ପ୍ରଭୃତିଟି କବଳିତ କରି ନେଇଗଲା, ମୋ ଠାରୁ ବଳୁଆ ପଡିଗଲା। ଏ ହଉଛି ଠିକ ନୁହଁ। ଯଦି ସେଇ ମନ୍ଦ ପ୍ରଭୃତିଟି ତୁମ ଠାରୁ ବଳଶାଳୀ ହୋଇଯାଉଛି, ମା କହୁଛନ୍ତି ତା ଦୋଷ ତ ତମର। ମା ଲେଖୁଛନ୍ତି, ମୁଁ କହୁନି, ମା ଲେଖୁଛନ୍ତି ଯଦି ସେଇ ମନ୍ଦ ପ୍ରଭୃତିଟି ତୁମ ଠାରୁ ବଳଶାଳୀ ହୋଇଯାଉଛି, ତେବେ ସେ ଦୋଷ ନିଶ୍ଚିତ ଭାବେ ତୁମର। କାରଣ ତୁମର ଭାବିବା ଉଚିତ ଯେ ସେ ପ୍ରବେଗ ଗୁଡିକ ତୁମେ ନୁହଁ। ଆମେ ବେଳେ ବେଳେ ଭାବି ଦଉଛୁ ଯେ ସେଇଟା ମୋର କ୍ୱାଲିଟି। ମା କହୁଛନ୍ତି ସେଗୁଡାକ ଆଦୌ ତୁମର ନୁହଁ। ତୁମେ ହଉଛ ଏକ ସଚେତନ ଆତ୍ମା ଏବଂ ଏକ ବୁଦ୍ଧି ଚାଳିତ ସଂକଳ୍ପ। ଆରେ ମୁଁ ଏଇ ଜିନିଷ ନିଜ ଭିତରେ ଏକ ଆତ୍ମ ପ୍ରତ୍ୟୟ ବି ରହିବା ଦରକାର ଯେ ମୁଁ ହଉଛି ଏକ ସଚେତନ ଆତ୍ମା। ମୁଁ କାହିଁକି ଏ ପ୍ରବେଗ ଦ୍ଵାରା ଭାସିଯିବି? ଏ ପ୍ରବେଗ ଆସି ମତେ ଯୁଆଡେ ନଚେଇବ ମୁଁ ସିଆଡେ ନାଚିବି। ତେଣୁ ତୁମର କର୍ତ୍ତବ୍ୟ ହେଲା ତୁମେ ସର୍ବଦା ସଚେତନ ରହିବ ଯେ ତୁମର ସଚେତନ ଅନ୍ତରାତ୍ମା ହିଁ ତୁମକୁ ଶାସନ କରିବା ଉଚିତ। ମୋର ନିମ୍ନ ପ୍ରକୃତି ବା ନିମ୍ନ ମନ୍ଦ ଗତିବିଧି ବା ନିମ୍ନ ପ୍ରାଣ କି ନିମ୍ନ ମନ ମତେ ଶାସନ କରୁଛି। ମୁଁ ତା ଦ୍ଵାରା ଶାସନ ହବାକୁ ଚାହେଁ ନାହିଁ। ମୁଁ ସଚେତନ ଅନ୍ତରାତ୍ମାର ଶାସନ ଚାହେଁ। ଏଇଥିପାଇଁ ମଧ୍ୟ ଆଗ ସଚେତନ ହବାକୁ ଦରକାର। ଏଇଥିପାଇଁ ମଧ୍ୟ ବାରମ୍ବାର 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 ନିଜ ଭିତରେ ସଂକଳ୍ପ ଆଣିବାକୁ ପଡିବ। ସେ ସଂକଳ୍ପକୁ ଦୃଢ କରିବାକୁ ପଡିବ ଏବଂ ସେଥିପାଇଁ ମାଙ୍କୁ ପ୍ରାର୍ଥନା କରିବାକୁ ପଡିବ, ମା ମୋର ସଂକଳ୍ପ ବି ଦୃଢ କର, ଯେପରି ମୁଁ ସଚେତନ ଅନ୍ତରାତ୍ମା ଦ୍ଵାରା ନିଜେ ଶାସିତ ହୁଏ। ଏଇ ଯୋଉ ମନ ପ୍ରାଣ ଶରୀରର ଯୋଉ କାର୍ଯ୍ୟ, ତ୍ରିବିଧ କାର୍ଯ୍ୟ, ଏଗୁଡିକ ଅନ୍ତରାତ୍ମା ଦ୍ଵାରା ପରିଚାଳିତ ହୁଅନ୍ତୁ। ତୁମର ନିମ୍ନ ପ୍ରକୃତିରୁ ଉଦ୍ଭୂତ କୌଣସି କୁଶ୍ଚିତ ପ୍ରବେଗ ହାତରେ ତୁମେ କ୍ରୀଡା ପୁତଳିକା ହେବା ଉଚିତ ନୁହଁ। ଯୋଉ ଭାବରେ ଯେମିତି ଯେତେ କଳ କୌଶଳ କରି ମନ୍ଦ ପ୍ରକୃତିଟି, କୁଶ୍ଚିତ ପ୍ରବେଗଟି ଆମକୁ କଣ୍ଢେଇ ଭଳିଆ ଖେଳେଇବା ପାଇଁ, ନଚେଇବା ପାଇଁ ଚେଷ୍ଟା କରେ, ସେ ସମୟରେ ଆମେ ସଚେତନ ହବା ଏବଂ ତା ଦ୍ଵାରା କ୍ରୀଡନକ ହବା ନାହିଁ। ତେଣୁ ମନେ ରଖିବା ଆମେ ଯାହା କହିଲେ ଯେ ଜଣେ ଯେତେବେଳେ ଦୁର୍ବଳ ବୋଲି ନିଜକୁ କହେ,
तामाने सी निजे निजर दोष दुर्बलता को घोड़ेबाकू जाइकी कहूची एवं ता फल रे कौन हबो ना सी दोष दुर्बलता को स्वीकार करुची तेणु ताकू दोष दुर्बलता घोड़ेकी रखिबो एवं से ता द्वारा परिचालित हबो एवं तापरे तार अग्रगति बंद हो ଯିବ तापरे धीरे 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 से टोटाली होस्टिलिटी बा विरोधी शक्ति द्वारा परिचालित हवा आरंभ हो ଯିବ ତେଣୁ ସଚେତନ हवा एवं मन रखिबा आम भितर जो सचेतन अंतरात्मा रही सी आमको शासन करिया उचित ता द्वारा आमर मन प्राण शरीर आमर प्रवृत्ति प्रवेग सबुड़िक तारी मापकाठी रे परिचालित हवा उचित एवं चैत्य सत्ता जदि आमर दायित्व नहीं गले तेबे मन प्राण शरीर ता द्वारा परिचालित हवा आरंभ कले धीरे 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 आमर अज्ञानता अंधकार चलीज सत्य प्रति आनंद प्रति आमर विश्वास निर्भरता अधिक रु अधिक दृढ़ हब निश्चयता बोध आसब जे ना हाँ विजय सुनिश्चित ये निश्चयता बोध से आसपार तेणु आम इच्छा कर दुर्बल हवा नहीं आम भीतर जो सामर्थ्य रही बाछिबार हाँ कि ना कहबार तेणु आम से समय हाँ कहवा मांकर हवापाई ना करवा दोष दुर्बलता हाथ में क्रीड़नक हवापाई यदि दोष दुर्बलता क्रीड़नक न हवापाई हाँ कहवा संकल्प करवा जे मांकर मु हवाकू चाहे तेरे मांकर सामर्थ्य मांकर कृपा आम सहित सब रही था सारिबा ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम शांति 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 Ma. Thank you all, Arabat.